तो जयंत भाई तो देख भाई ମାନେ କାଲି ମୁଁ ମାନେ ଗୋଟେ ମେଡ଼ିକାଲ ଉପରେ ଆକା ମୁଁ ଭିଡ଼ିଓ ଆଣିବାକୁ ଚାହୁଁଥିଲି ବଟ୍ ଭାଇ କାଲି ଯେଉଁ ଆମର ଗୋପାଳପୁର ଏୟାର ଯେଉଁ ରନିଂ ହେଉନି କି ଆମର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ରେ ଅଗ୍ନିଭର୍ତ୍ତି ଟାଇମ୍ରେ ଯେଉଁ ସେଠି ଯେଉଁ ରାଲି ହେଉଛି ତ ସେ ଜାଗା ଯାଇଥିଲି ଭାଇ ମୁଁ ସେଥିପାଇଁ କାଲି ପୁରା ବିଜି ଥିଲି ଆହୁରି କାଲି ସେ ଏରିଆରେ ବହୁତ ବର୍ଷା ବି ହେଉଥିଲା ହେଲା ତ ଭାଇ ଆଜିର ଯେଉଁ ଭିଡ଼ିଓ ଆସିଛି ଏଇଟା ମେଡ଼ିକାଲ ଉପରେ ଆସିଛି ଭାଇ ହେଲା ତୁମର ଯେଉଁ ମେଡ଼ିକାଲ ଟେଷ୍ଟ ଉପରେ ମାନେ ଗୋଟେ ଭିଡ଼ିଓରେ କମେଣ୍ଟ କରିଥିଲେ କାହ୍ନା ତ ଭାଇ ଦେଖ ତୁମର ମେଡ଼ିକାଲରେ ବି ସିମ୍ପଲ୍ ଷ୍ଟ୍ରାଟେଜି ଏତେ ହିଁ ନାହିଁ ତୁମେ ମାନେ ବିଲକୁଲ ନର୍ଭସ୍ ହେବନି ମାନେ ମୁଁ ଏତିକି ତୁମକୁ ଗ୍ୟାରେଣ୍ଟି ଦେଇକି କହୁଛି ମାନେ ଯଦି ତୁମର ଯେଉଁ ଜିନିଷ ନର୍ମାଲ ତ ନର୍ମାଲ ଯେଉଁ ଜିନିଷ ମାନେ ତାଙ୍କଠାରୁ ଟିକେ ଇଏ ମାନେ ହଁ ଏ ଜିନିଷଟା ମାନେ ଟିକେ ସିରିୟସନେସ୍ ଅଛି ତ ସିରିୟସନେସ୍ ସେମିତି କିଛି ନାହିଁ ବଟ୍ ମୁଁ ଏତିକି ତୁମକୁ ଗ୍ୟାରେଣ୍ଟିର ସହିତ କହୁଛି ଯେଉଁଦିନ ତୁମର ମେଡ଼ିକାଲ ଅଛି ତାଙ୍କେ ସେଦିନ ତୁମକୁ ଅନଫିଟ୍ କରିବେନି ତୁମର ଯେଉଁ ମାନେ ସପୋଜ୍ ତୁମର ଆଖି କଥା ମୁଁ ଧରିଲି ହେଲା ଆଖି ତୁମର ମାନେ ମାନେ କଲର୍ ବ୍ଲାଇଣ୍ଡନେସ୍ ଅଛି ହେଲା କଲର୍ ବ୍ଲାଇଣ୍ଡନେସ୍ର ବେମାର ଯାଉଥିବ ଭାଇ ସିଏ ଅନଫିଟ୍ ବୁଝୁଛ ନା ନାହିଁ ମୋ ତରଫରୁ ସିଏ ଅନଫିଟ୍ ସେନା ତରଫରୁ ବି ଅନଫିଟ୍ ହେଲା ବଟ୍ ତାଙ୍କେ ତୁମକୁ ମେଡ଼ିକାଲ ପାଇଁ ଟାଇମ୍ ଦେବେ ଅନ୍ୟ ଜାଗାକୁ ତାଙ୍କେ କହିବେ କି ହଁ ଏ ଜାଗାକୁ ତୁମେ ଆଉ ଥରେ ମେଡ଼ିକାଲ ଚେକଅପ୍ କରାଇ ପାରିବ ହେଲା କିନ୍ତୁ ସେ ଜାଗାକୁ ତୁମେ ଯିବ ଆଙ୍କେ କିନ୍ତୁ ଜାଣିଥିବେ ଯେ ଆର କଲର୍ ବ୍ଲାଇଣ୍ଡନେସ୍ ଆଉ ଇଏ ସେଠି ପକ୍କା ଫେଲ୍ ହେଇଯିବ ହେଲା କିନ୍ତୁ ତାଙ୍କେ ତୁମକୁ ଚାନ୍ସ ଦେବେ ତ ସେଇଥିପାଇଁ ଭାଇ କିଛି ଟେନସନ୍ ନେବାର ନାହିଁ ମାନେ ତୁମର ଯାହା ବି ହେଲେ ମେଡ଼ିକାଲ ଟାଇମ୍ରେ ତୁମର ଯେଉଁଟା ବି ଇସ୍ୟୁ ଆସୁଛି ମାନେ ଯେତେଟା ବି ପଏଣ୍ଟ ହେଉଛି ମାନେ ଦେଖ ଏବେ ସପୋଜ୍ ହାତ କଥା ମୁଁ କହିଲି ହେଲା ହାତରେ କେଉଁଠି ମାନେ କ'ଣ ଦାଗ ଫାଗ ହେଇଯାଇଛି ମାନେ ତୁମର ଆଙ୍ଗୁଠି ଭଲରେ ମୁଭମେଣ୍ଟ କରିପାରୁନି ତାଙ୍କେ ହିଁ ତୁମ ମୁଭମେଣ୍ଟ କରିବାକୁ କହିବେ ମୁଭମେଣ୍ଟ ହେଇପାରୁନି ତ ଏଇଟା ବି ଗୋଟେ ପଏଣ୍ଟ ଏଇଟା ଗୋଟେ ପେପରରେ ଲେଖିବେ ତାପରେ ସେ ପିଲାଟାର କାନରେ ବି ପଏଣ୍ଟ ବାହାରିଛି ମାନେ ସେଇଟା ବି ଲେଖିବେ ମାନେ ଏମିତି 3-4ଟା ପଏଣ୍ଟ ବି ହେଲେ ତାଙ୍କେ ଲେଖିବେ ଆହୁରି ମେଡ଼ିକାଲ ପାଇଁ ତୁମର ନାଁ ତାଙ୍କେ ଲେଖିଦେ ତାପରେ ତୁମକୁ ମାନେ ଟାଇମ୍ ଥିବ 10-12 ଦିନ ବୁଝୁଛ ନା ନାହିଁ ତାଙ୍କେ କିନ୍ତୁ କହିବେ ତୁମର ଯେଉଁଦିନ ମେଡ଼ିକାଲ ସରିବ ସେଦିନ ତାଙ୍କେ କହିବେ କି ନା ଏ 2 ଦିନ ପରେ ତୁମେ ସେ ଜାଗାକୁ ଯାଇକି ଇଏ କରିବ ମେଡ଼ିକାଲ ଦେଖିବ ବଟ୍ ଭାଇ ମୁଁ ସେମିତି ମୂର୍ଖାମି କରିଥିଲି ବୁଝୁଛ ନା ନାହିଁ କିନ୍ତୁ ତୁମେ ସେମିତି କରିବନି ମାନେ ଦେଖ ଭାଇ ତୁମ ପରେ ବି ଆହୁରି ପିଲାମାନଙ୍କର ଫିଜିକାଲ ହେବ ତାପରେ ବି ତାଙ୍କର ମେଡ଼ିକାଲ ହେବ ତ ତାଙ୍କୁ ମାନେ ଯେଉଁ ପର୍ଯ୍ୟନ୍ତ ଲାଷ୍ଟ ଡେଟ୍ ତୁମେ ମାନେ ପିଲାମାନଙ୍କୁ ପଚାରି ମାନେ କଣ୍ଟାକ୍ଟ ରଖୁଥିବ ନା ଦେଖ ସପୋଜ୍ ତୁମର ଏଆରରେ ମାନେ 10 ତାରିଖରୁ ନେଇ 15 ତାରିଖ ପର୍ଯ୍ୟନ୍ତ ରାଲି ହେଉଛି ହେଲା ତୁମର 10 ତାରିଖରେ ଷ୍ଟାର୍ଟ ହେଲା 10 ତାରିଖରେ ତୁମର ଫିଜିକାଲ ହେଲା 11 ତାରିଖରେ ମେଡ଼ିକାଲ ହେଲା ମେଡ଼ିକାଲରେ ତୁମକୁ ପଏଣ୍ଟ ମିଳିଲା ମେଡ଼ିକାଲ କି 2 ଦିନ ପରେ ତୁମେ ଅମୁକ ଜାଗାକୁ ଯାଇକି ତୁମର ମେଡ଼ିକାଲ ଦେଖିବ ଯଦି ତୁମକୁ ଲାଗୁଛି ନା 2 ଦିନରେ ହେଲେ ମୋର ଇମ୍ପ୍ରୁଭମେଣ୍ଟ ଦେଖାଉନି ବୁଝ ନା ନାହିଁ ସେ କାନ ହେଉ ଆଖି ହେଉ ଯାହା ହେଉଛି ହଉ ତୁମେ କ'ଣ କରିବ ନା ତୁମ 12 ତାରିଖରେ ବି ପିଲାମାନେ ଯିବେ 13 ତାରିଖରେ ବି ପିଲାମାନେ ମେଡ଼ିକାଲ କରିବେ 14 ତାରିଖରେ ବି ଆଉ 15 ତାରିଖରେ ବି କରିବେ ଯେଉଁମାନେ 15 ତାରିଖରେ କରିବେ ତୁମେ ସେ ପିଲାମାନଙ୍କର ବି କଣ୍ଟାକ୍ଟ ରଖିବ ସେମାନଙ୍କୁ ତୁମେ ଯେଉଁମାନଙ୍କର 15 ତାରିଖରେ ରାଲି ଥିବ 16 ତାରିଖରେ ସେମାନଙ୍କର ମେଡ଼ିକାଲ ହେବ ତ ତୁମେ ତାଙ୍କୁ ପଚାର ତାଙ୍କର ସେଠି ଆକ୍ଚୁଆଲ୍ ଡେଟ୍ ଲେଖା ହେଇଥିବ କି 12 ଦିନ ପରେ ଗଲେ ବି ହେବ 8 ଦିନ ପରେ ଗଲେ 12 ଦିନ ପରେ ଗଲେ ବି ହେବ ତ ତୁମେ ସେ ଡେଟ୍ରେ ବି ଯାଇକି ରିପୋର୍ଟ କରିପାରିବ ଯେଉଁ ଜାଗାରେ ମେଡ଼ିକାଲ ପାଇଁ ତୁମକୁ ଲୋକେସନ୍ ଦେଇଥିବେ ହେଲା ସେମିତି କିଛି ନାହିଁ ତାପରେ ରହିଲା ତୁମର ମେଡ଼ିକାଲ ଚେକଅପ୍ କିଛି ନାହିଁ ଭାଇ ମୁଁ ଗୋଟେ ଭିଡ଼ିଓରେ କହିଥିଲି ବଟ୍ ମୁଁ ପର୍ସନାଲି ଏଇଟା ବନାଉଛି ଦେଖ ଭାଇ ଆଖି ପାଇଁ 3ଟା ଟେଷ୍ଟ ଗୋଟେ ହେଉଛି ଡିଷ୍ଟାନ୍ସ ଭିଜନ୍ ମାନେ 6 ମିଟର ଡିଷ୍ଟାନ୍ସରେ ତୁମର ସେଠି ଏମିତି ଆଖି ବନ୍ଦ କରିବେ ହେଲା ତୁମେ ଏ ଆଖିଟା ଖୋଲା ରଖିବ ଜଷ୍ଟ ତାଙ୍କେ ଏମିତି କଭର୍ କରିବେ ଆଉ ଗୋଟେ ଆଖିରେ ତୁମେ 6 ମିଟର ଡିଷ୍ଟାନ୍ସରେ ତୁମେ ମାନେ ଲେଟର୍ ଯାକ ଦେଖ ଭାଇ ମୁଁ ସେଇଟା ମୁଁ ମାନେ ଘରେ ପ୍ରାକ୍ଟିସ୍ କରିବାର ଆମର ସେ କବାଟରୁ ଏଇଠି 6 ମିଟର ଡିଷ୍ଟାନ୍ସ ତାପରେ ରହିଲା ତୁମର କଲର୍ ବ୍ଲାଇଣ୍ଡନେସ୍ ଟେଷ୍ଟ ମାନେ ଯେଉଁ ଛୋଟ ଯେଉଁ ଖାତାରେ ମାନେ ଏମିତି କଲର୍ ଟାଇପ୍ର A B କିମ୍ବା 1-2 ଆଲଫାବେଟ୍ ଆଉ ତୁମର ନମ୍ବର ହେରିକା ଲେଖା ହେଇଥିବ ସେଇଟା ତୁମେ କହିବ ହେଲା ସେଇଟାରେ ଭାଇ ଯଦି ତୁମର ଯଦି ମେଡ଼ିକାଲ ମିଳିଛି ତ ତୁମେ ଏତିକି ମାନିକି ଚାଲ ଭାଇ ସେଇଟା ତୁମର ଅନଫିଟ୍ ହେଲା ସେଇଟା କାରଣ କ'ଣ ପାଇଁ ଅନଫିଟ୍ ନା ଭାଇ ସେଇଟା ତୁମର ଜେନେଟିକ୍ ବେମାର ହେଲା ନା ନାହିଁ ତ ସେଇଟା ଠିକ୍ କମ୍ ଦିନରେ ଠିକ୍ ହେବାର ଚାନ୍ସ ନାହିଁ କି ଲାଇଫ୍ ଟାଇମ୍ ଠିକ୍ ହେଉନି ମୁଁ ଯେତିକି ଜାଣିବାରେ କାରଣ ମୁଁ ମେଡ଼ିକାଲ ଯେତିକି ଜଣଙ୍କୁ ଦେଖିଥିଲି 7-8 ଜଣ ସେଇଟା ପାଇଁ ଯାଇଥିଲେ ଆମେ ଯେଉଁଦିନ ଯାଇଥିଲୁ ସେଦିନ ଭାଇ ସମସ୍ତେ ମାନେ ଯେଉଁମାନଙ୍କୁ ମେଡ଼ିକାଲ ମିଳିଛି ଖାସ୍ କଲର୍ ବ୍ଲାଇଣ୍ଡନେସ୍ ପାଇଁ ସେମାନେ ଅନଫିଟ୍ ହେଇଥିଲେ ଆଉ ଯେଉଁମାନଙ୍କର ମାନେ ଯେଉଁ ଡିଷ୍ଟାନ୍ସ ଭିଜନ୍ ପାଇଁ ମିଳିଥିଲା ଯେଉଁ ଦୂର ମାନେ ତୁମେ ଯେତେବେଳେ ମେଡ଼ିକାଲ ଯିବନି କି ତୁମେ ସପୋଜ୍ ତୁମେ ପଢ଼ିପାରିଲନି ବଟ୍ ତାଙ୍କେ ଗୋଟେ ମେସିନ୍ ରହୁଛି ସେ ମେସିନ୍ରେ ତୁମର ଆଖିଟା ଚେକ୍ କରିବେ ଆଖି ଚେକ୍ କରିକି ତାଙ୍କେ କହିବେ
ତାଙ୍କେ ଜାଣିଦେବେ ତୁମର ଆଖିର ନମ୍ବର ମାନେ ଯେଉଁ ତୁମର ପାୱାର ଥାଉଛି ନା ସେ ପାୱାରଟା ସେଠି ତାଙ୍କୁ ଶୋ ହେଇଯିବ ନା ହଁ ଏତିକି ପାୱାର ଠିକ୍ ଅଛି ତାକୁ ଆମେ ଫିଟ୍ କରିପାରିବୁ ବୋଲେ ତାଙ୍କେ ଫିଟ୍ କରି ହେଲା। ତ ଡିଷ୍ଟାନ୍ସ ଭିଜନରେ ଭାଇ ବହୁତ ପିଲା ଫିଟ୍ ହେଇଛନ୍ତି ବଟ୍ ମାନେ ଯେଉଁ କଲର୍ ବ୍ଲାଇଣ୍ଡନେସ୍ରେ ଏଇଟା ପିଲାମାନେ ଫିଟ୍ ହେଇପାରୁନାହାନ୍ତି ହେଲା। ତାପରେ ରହିଲା ତୁମର ନାକର ଏଇ ଯେଉଁ ହାଡ଼ ହେଲା ତାଙ୍କେ ଜଷ୍ଟ ଏମିତି ଦେଖିଏ ଲାଇଟ୍ ପକେଇକି ଏ ହାଡ଼ ବଙ୍କା ନ ହେଇଥିବାକୁ ପଡ଼ିବ ଦେଖୁଛନ୍ତି। ତାପରେ ତୁମର ରହିଲା କାନ ସଫା କରି ଯାଇଥିବ ଆଉ କିଛି ଦେଖୁନାହାନ୍ତି କାନର ଯେଉଁ ତୁମର ପରଦା ନାହିଁ ପରଦା ସାଫ୍ ଦେଖିଆ ଯିବାକୁ ପଡ଼ିବ ହେଲା ନା ନାହିଁ। ତାପରେ ରହିଲା କ'ଣ ତାପରେ ରହିଲା ତୁମର ଦାନ୍ତ ତାଙ୍କେ ଦେଖିଏ ତୁମର ଏ ଯେଉଁ ମାନେ ଦାନ୍ତ ଫାନ୍ତ ଭାଇ ସବୁ ସଫା କରି ଯାଇଥିବ ଆଉ ତୁମର 28ଟା ଦାନ୍ତ ମିନିମମ୍ ଥିବାକୁ ପଡ଼ିବ ହେଲା। ତାପରେ ରହିଲା ତୁମର ଚେଷ୍ଟ ମାନେ ଯେଉଁ ଛାତି ବଗରା ଯେଉଁ ନାହିଁ ମାନେ ସମସ୍ତ ମାନେ କାହାର କେମିତି ଥାଉଛି ଭାଇ ୱାନ୍ ସାଇଡ଼୍ ରହୁଛି ମାନେ ସେପ୍ ତାର ୱାନ୍ ସାଇଡ଼୍ ରହୁଛି ୱାନ୍ ସାଇଡ଼୍ ରହିଲେ ଭାଇ ସେ ପଏଣ୍ଟ ଲେଖିଦେବ ହେଲା। ତାପରେ ତୁମକୁ ଏମିତି ମାନେ ସାବଧାନରେ ଠିଆ ହେବାକୁ କହିବ ତୁମର ପଛଆଡ଼ ସେପ୍ ଦେଖିବ କାହାର କାନ୍ଧ ଉପରୁ କାହାର କାନ୍ଧ ତଳୁ ମାନେ ଏମିତି ଥାଉଛି ନା ତ ସେଇଟା ବି ପଏଣ୍ଟ। ତ ଯେଉଁଦିନ ସେ ତୁମକୁ ମାନେ ଏମିତି ସାବଧାନରେ ଠିଆ ହେବାକୁ କହିବ ସେଦିନ ତୁମେ ପୁରା ଏମିତି ସାବଧାନରେ ଏମିତି ପୁରା ଷ୍ଟ୍ରେଟଲି ଠିଆ ହେଇଯିବ ଯେମିତିକି ସେ ତୁମକୁ ଖାଲି କିଛି ନାହିଁ ଭାଇ ଗୋଟେ ମିନିମମ୍ 5-10 ସେକେଣ୍ଡ ଦେଖିବ ସେଥିରେ ତୁମେ ସାବଧାନ ହେଇ ଠିଆ ହେଇଯିବ କିଛି ଜଣା ପଡ଼ିବନି ତାକୁ ହେଲା ନା ନାହିଁ। ତାପରେ ହେଲା ଭାଇ ତୁମର ନିପଲରେ ଭାଇ ମାନେ ଯେଉଁ ଗାଇନ କେମିଷ୍ଟ୍ରି ବୋଲି ଗୋଟେ ବେମାର ରହୁଛି ସେଇଟା ସମସ୍ତଙ୍କୁ ରହୁଛି ସେଇଟା ଅପରେସନ୍ କଲେ ଠିକ୍ ହେବ ବୁଝ ନା ନାହିଁ। ସବୁ ତାଙ୍କେ ଚେକ୍ କରିବେ ଭାଇ ହେଲା ଏମିତି ନାହିଁ କି ହଁ ଓଭରାଲି ଚେକ୍ କରି ଛାଡ଼ିଦେବେ ତାଙ୍କେ ସବୁ ଚେକ୍ କରିବେ। ତାପରେ ରହିଲା କ'ଣ ତାପରେ ରହିଲା ତୁମର ଏଇ ଯେଉଁ ହାତ ଏମିତି ତୁମ ପୁରା ଷ୍ଟ୍ରେଟ୍ ରଖି ଦୁଇଟା ହାତ ଏଇ ଯେଉଁ ତୁମର ଯେଉଁ କହୁଣି ନାହିଁ କି କହୁଣି ଏ କହୁଣି ଆଉ ଏ ହାତର କହୁଣି ଯେମିତି ଟଚ୍ ନେବାକୁ ପଡ଼ିବ ମାନେ ଏଇ ଯେଉଁ ଏ ପାପୁଲିଟା ଏଇଟାକୁ ଆଉ ଏ ହାତର ଏ ପାପୁଲି ଦୁଇଟା ଯାଇ ତୁମେ ରଖିବ ହେଲା ଏମିତି ରଖିବ ଗୋଟେ ଦେଖ ମୋର ଏ ଦୁଇଟା ହାତ ଟଚ୍ ହେଉନି ମାନେ ଏଇଟା ଆଉ ଏଇଟା ଯେମିତି ଟଚ୍ ନ ହେବାକୁ ପଡ଼ିବ ଏ ଦୁଇଟାକୁ ତୁମେ ଏମିତି ଲଗେଇ ରଖିବ ହେଲା। ଏଇଟା ରହିଲା ହାତର ଆଉ କିଛି ଚେକ୍ ନାହିଁ ହାତର। ତାପରେ ରହିଲା ଭାଇ ତୁମର ମାନେ ଯେଉଁ କ'ଣ ଯେ ଯେଉଁ ପେଣ୍ଡାରେ ଯେଉଁ ମାନେ ଯେଉଁ ଇଏ ରହୁନି କି ଶିର ଭଳିଆ ବୁଲାବୁଲି ହେଇରି ସେଇଟା ନ ହେଇଥିବାକୁ ପଡ଼ିବ। ମାନେ ତୁମକୁ ଫାଷ୍ଟ ତାଙ୍କେ ଜମ୍ପ କରେ ହେଲା ଜମ୍ପ କରାଇଲା ପରେ ତୁମର ସେ ଜାଗାରେ ମାନେ ଯେତିକି ଯେଉଁ ଶିର ହରିକା ଥିବ ସେଇଟା ସବୁ ଦେଖାଯିବ ଭାଇ ମାନେ ବାହାରିବ ଦେଖାଯିବ ତାଙ୍କେ ଜାଣି ଦେଇକି ନା ହଡ଼ି ଆର ଏ ଜିନିଷଟା ପଏଣ୍ଟ ଅଛି ତ ତାଙ୍କେ ପଏଣ୍ଟ ଲେଖିବେ। ତାପରେ ହେଲା ତୁମର ନଗ୍ନି ତ ଭାଇ ସବୁଠୁ ମାନେ ସେଇଟା ଜାଣିବା କଥା ନଗ୍ନି ଆଉ କ'ଣ କହିବ ଆଣ୍ଠୁ ଯେଉଁ ହାଡ଼ ଦୁଇଟା ନ ଲାଗିବାକୁ ପଡ଼ିବ। ଆ ପାଇଁ ବହୁତ ଏକ୍ସରସାଇଜ୍ ଅଛି ଭାଇ ଯେମିତିକି ତୁମେ ମାନେ ଦେଖ ମାନେ ଗୋଡ଼ ପୁରା ମାନେ ଟିକେ ତୁମର କାନ୍ଧର ମୁତାବିକ ତୁମେ ଆଉ ଟିକେ ମାନେ ଚଉଡ଼ା କରିକି ତୁମେ ଯେଉଁ ମାନେ ସ୍କ୍ୱାଟ୍ ମାରିବ ତାକୁ କ'ଣ କହୁଛେ ସୁମୋ ସ୍କ୍ୱାଟ୍ କହୁଛେ ସ୍କ୍ୱାଟ୍ ମାରିବ ଆଉ ତୁମେ ଶୋଇଲା ଟାଇମ୍ରେ ମାନେ ତୁମ ସେ ମଝିରେ ମାନେ ତକିଆ ରଖିକି ବି ଶୋଇପାରିବ ହେଲା। ମାନେ ଭାଇ ଏଇଟା ହେଇଯିବ ହେଲା ନା ନାହିଁ ଏଣିକି ସେ ତୁମକୁ କହିବ କି ନା ଏମିତି ରୁହ ବୋଲେ ମାନେ ଆମକୁ ଯେତେବେଳେ ସେ କହିଥିଲେ ଆମେ ଜଷ୍ଟ ନର୍ମାଲି ଯେମିତି ରହିବା କଥା ରହିଥିଲୁ ମୁଁ କିଛି ଏକ୍ସରସାଇଜ୍ କରିବା ନାହିଁ ମୁଁ ଲାଗିଛି ୟାର ବଟ୍ ତୁମେ ଡେଲି ରନିଂ କରୁଥିବ ଷ୍ଟ୍ରେଚିଂ କରୁଥିଲି ସେ ଜିନିଷଟା ମାନେ ଖୋଲା ହେଇଯିବ ହେଲା ନା ନାହିଁ। ଦେଖ ଭର୍ତ୍ତି ଟାଇମ୍ରେ ମୋର ଲାଗିବାର ନାହିଁ ମାନେ ଲାଗିଲେ ହେଲେ ମୁଁ ଟିକେ ମାନେ ପଛରୁ ଝିରି ଏମିତି ଷ୍ଟ୍ରେଟ୍ ହେଇକି ରହିଯିବାର ବଟ୍ ଏବେ ଦେଖିବି ବେଲେ ଟିକେ ଏବେ ଲାଗୁନି କାରଣ ଭାଇ ତୁମେ ଡେଲି ରନିଂ କରୁଥିଲେ ସେଇଟା ମାନେ ଫିଟି ଯାଉଛି ହେଲା ତ ସେଇଟା ହେଉଛି କଥା। ତାପରେ ହେଲା ଭାଇ ତୁମର ଫ୍ଲାଟ୍ ଫୁଟ୍ ଯେଉଁ ପାଦ ନାହିଁ କି ତୁମେ ଯେଉଁ ପାଦ ମାନେ ତାଙ୍କେ ଓଦା କରିକି ତାଙ୍କେ ଏମିତି ତୁମ ପାଦ ପକାଇ ଯେଉଁ ମଝିରେ ଯେଉଁ ପାର୍ଟଟା ରହୁଛି ଏଇଟା ତୁମର ଏମିତି ଖାଲୁଆ ହେଇଥିବାକୁ ପଡ଼ିବ ଆଉ ଯଦି ଆ ସହିତ ମାନେ ନେଡ଼ି ସହିତ ଯଦି ଏମିତି ସମାନ ହେଇଯିବ ତ ସେଇଟା ହେବନି ଭାଇ ହେଲା ନା ନାହିଁ। ତାପରେ ରହିଲା କ'ଣ ହେଇଲା ତାପରେ ହେଲା ତୁମର ମାନେ ପ୍ରାଇଭେଟ୍ ପାର୍ଟ ହେଲା ନା ନାହିଁ। ପ୍ରାଇଭେଟ୍ ପାର୍ଟ ଭାଇ ତୁମେ ସେଦିନ ଯେଉଁଦିନ ତୁମର ମେଡ଼ିକାଲ୍ ହେବ ସେଦିନ ତୁମେ ମାନେ ପ୍ରପର୍ ମାନେ ସାଫସଫାଇ ହେଇଯାଇଥିବ ମାନେ ଯେତିକି ଯେଉଁ ତୁମର ଅଣ୍ଡର ଆର୍ମ ହେୟାର୍ ବଗେରା ଥିବ ସବୁ ଯାକ ସାଫସଫାଇ କରି ଯାଇଥିବ। ଦେଖ ଭାଇ ପ୍ରାଇଭେଟ୍ ପାର୍ଟ ସେମିତି କିଛି ନାହିଁ ତୁମର ମାନେ ତୁମର ଟେଷ୍ଟିସ୍ ଚେକ୍ କରି ଜଷ୍ଟ ତାଙ୍କେ ମାନେ ଟଚ୍ କରି ତାଙ୍କେ ଜାଣିଦେବେ ନା ହଡ଼ିଏ ମାନେ ୱାନ୍ ସାଇଡ଼୍ ଆମର ଯେଉଁ ପାର୍ଟ ହେଇଥାଉଛି ୱାନ୍ ସାଇଡ଼୍ ନ ହେବାକୁ ପଡ଼ିବ ସେଇଟା ତୁମର ମାନେ ପ୍ରପର୍ଲି ମେଣ୍ଟେନ୍ ହେଇଥିବାକୁ ପଡ଼ିବ ହେଲା ନା ନାହିଁ। ତାଙ୍କେ ଚେକ୍ କରିବେ ତୁମେ ସେଇଠି ନର୍ଭସ୍ ହେଇଯାଉଛ ନର୍ଭସ୍ ହେଲେ ହେବନି ନର୍ଭସ୍ ହେଲେ ତାଙ୍କେ ତୁମର ଫେସ୍କୁ ବେଶୀ ନୋଟିସ୍ କରୁଛନ୍ତି ତୁମ ମାନେ ତାଙ୍କେ ତ ଜାଣିଛନ୍ତି ହଁ ଆଙ୍କର ମେଡ଼ିକାଲ୍ ଚେକ୍ ଚାଲିଛି ବଟ୍ ଭାଇ ତାଙ୍କେ ତୁମର ଫେସ୍କୁ ନୋଟିସ୍ କରୁଛନ୍ତି କି ମାନେ ଇଏ ନର୍ଭସ୍ ହେଉଛି କି ନାହିଁ। ନର୍ଭସ୍ ହେଲେ ସିଏ ତୁମକୁ ଡାଉଟ୍ କରିବ ଯେ ନା ହଁ ୟାର ଏ ପାର୍ଟରେ ପ୍ରୋବ୍ଲେମ୍ ଥିବା ଯୋଗୁଁ ଆଜ୍ଞା ଇଏ ନର୍ଭସ୍ ହେଉଛି ହେଲେ ବୁଝ ନା ନାହିଁ। ତାପରେ ଆଉ କ'ଣ ଏତିକି ରହିଲା ଭାଇ ଆଉ କିଛି ନାହିଁ ନର୍ମାଲ୍ ଏତିକି ମେଡ଼ିକାଲ୍ ହେବ ଆଉ କିଛି ଦରକାର ନାହିଁ। ଆଉ ଏସ୍ଏସ୍ଜିରେ ଟିକେ ଭାଇ ଏକ୍ସଟ୍ରା ମାନେ ଚେକ୍ ହେଉଛି କ'ଣ
ନା ସେଇଠି ତୁମର ବ୍ଲଡ଼୍ ଚେକ୍ ହେଉଛି, ମାନେ ବ୍ଲଡ଼୍ରେ ତୁମର ଯେଉଁ କ'ଣ ଯେ ହିମୋଗ୍ଲୋବିନ୍ ଚେକ୍ ହେଉଛି, ଆଉ ରହିଲା ତୁମର ମାନେ ପିସାବ ଚେକ୍ ହେଉଛି ହେଲା, ଆଉ ତୁମର ଯେଉଁ ଚେଷ୍ଟର ତାଙ୍କେ ସ୍କାନ୍ କରୁଛନ୍ତି, ଏ ତିନିଟା ମାନେ ଏକ୍ସଟ୍ରା ଚେକ୍ ହେଉଛି ବାସ୍। SHGT ଆଉ ଆର୍ମି ମେଡ଼ିକାଲରେ ଏତିକି ଡିଫରେଣ୍ଟ, ଆଉ କିଛି ନାହିଁ। ଆଉ ବାକି ରହି ତ ଭାଇ ମୁଁ ମନେ ପକାଉଛି କ'ଣ କ'ଣ, ଆଉ ବାକି କିଛି ନାହିଁ ବୁଝୁଛ ନା ଭାଇ ଏତିକି। ଆଉ ବାକି ଜଷ୍ଟ ତାଙ୍କେ ମାନେ ତୁମକୁ ଜମ୍ପ କରିବାକୁ କହିବେ, ମାନେ ତୁମେ ପ୍ରପର୍ ଜମ୍ପ କରିବ, ଆଉ ମାନେ ତାଙ୍କେ ମାନେ ଟିକେ ମୁଭମେଣ୍ଟ ହେବାକୁ କହିବେ, ଯେମିତିକି ତୁମ ମାନେ ଷ୍ଟ୍ରେଚିଂ ଟାଇପ୍ର, ଆଉ ବେକ ଏମିତି ଉପରୁ ତଳକୁ କରିବାକୁ କହିବେ, ପ୍ରପର୍ ତଳକୁ ଆଉ ପ୍ରପର୍ ଏମିତି ଉପରକୁ ନେବ, ବୁଝୁଛ ନା ନାହିଁ। ମୋତେ ସେମିତି କହିଥିଲା, ମାନେ ମୁଁ ଯେତେବେଳେ ଯଦି ମୁଣ୍ଡ ଏମିତି ତଳକୁ କରିଥିଲି, ପିଲା ତଳେ ଲଗାଉନୁ, ମୋତେ ତୁ ଓଲଟା ଚାନ୍ସ ଦେଉଛୁ ତୋର ପଏଣ୍ଟ ବଢ଼ିବା ପାଇଁ, ସେ ଏମିତି କହିଥିଲା। ସେଥିପାଇଁ ଭାଇ ଯେଉଁଗୁଡ଼ା କହିବେ ପୁରା ପ୍ରପର୍ କରିବ। ତ ଏତିକି ଭାଇ ହେଲା, ଆଉ କିଛି ନାହିଁ। ମେଡ଼ିକାଲ ଟେନସନ୍ ନେବାର ନାହିଁ। ତୁମେ ଯଦି ଆକ୍ଚୁଆଲି ମେଡ଼ିକାଲ ଫିଟ୍ ତ ମେଡ଼ିକାଲ ଫିଟ୍ ହେଲା। ଜୟ ହିନ୍ଦ।